ଆପଣମାନେ ମୋର ଏଇ ଛୋଟ କଥାଟିକୁ ମନେ ରଖିଥିବେ। ଯଦି କାହା ସହିତ ଆପଣ କଲ୍ରେ କଥା ହେଉଛନ୍ତି, ଝଗଡ଼ା କରି କଲ୍ଟିକୁ ଶେଷ କରନ୍ତୁ ନାହିଁ। କି ଯଦି କାହା ସହିତ ମେସେଜରେ କଥା ହେଉଛନ୍ତି, କୌଣସି ଖରାପ କଥା କହି ମେସେଜଟିକୁ ବନ୍ଦ କରନ୍ତୁ ନାହିଁ। କି ବାଟରେ ଗଲାବେଳେ ଯଦି କାହା ସହିତ ଦେଖା ହେଇଯାଉଛି, ତାକୁ ଆଭଏଡ଼ କରନ୍ତୁ ନାହିଁ। ମନରେ ଭାବନ୍ତୁ ନାହିଁ ଯେ ସେ ଲୋକଟି ମୋର ସମୟ ନଷ୍ଟ କରିଦେବ। ତା ପାଖକୁ ଦୌଡ଼ି ଯାଇ 1 ସେକେଣ୍ଡ ହେଉ ପଛେ ତା'ର ହାଲଚାଲ ବୁଝି ନିଅନ୍ତୁ। ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ପ୍ରତ୍ୟେକ ଦିନ ସକାଳେ ଗୁଡ଼୍ ମର୍ଣ୍ଣିଂ ମେସେଜ ପଠାଉଛି, ତାହେଲେ ପ୍ରତି ଉତ୍ତରରେ ତାକୁ ଟିକେ ହାଏ ବୋଲି ଲେଖିଦିଅନ୍ତୁ, ନହେଲେ ଭେରି ଗୁଡ଼୍ ମର୍ଣ୍ଣିଂ ବୋଲି ଲେଖିଦିଅନ୍ତୁ। ଆମର ଏଥିରେ କ'ଣ ଅସୁବିଧା ହେଇଯିବ? ମୁଁ ଆପଣଙ୍କୁ ଏକଥା କାହିଁକି କହୁଛି ଜାଣିଛନ୍ତି? ପ୍ରକୃତରେ ବନ୍ଧୁ, ଆପଣ ଜାଣିନାହାନ୍ତି। ସେ ଲୋକଟିର ଦେଖା ହୁଏତ ଶେଷ ଦେଖା ହେଇପାରେ। ସେ ଲୋକଟିର ଫୋନ୍ କଲ୍ ହୁଏତ ଶେଷ କଲ୍ ହୋଇପାରେ। ସେ ଲୋକଟିର ମେସେଜ ହୁଏତ ଶେଷ ମେସେଜ ହୋଇପାରେ। ଆପଣଙ୍କ ମନରେ ଅଫସୋସ ରହିଯିବ, ଆରେ ସେ ଲୋକଟି ମୋ ସହିତ ଶେଷ ଥର ପାଇଁ ଦେଖା ହୋଇଥିଲା। ଆରେ ସେ ଲୋକଟିର କଲ୍ ବୋଧେ ଲାଷ୍ଟ କଲ୍ ଥିଲା। ସେ ଲୋକଟିର ମେସେଜ କ'ଣ ଶେଷ ମେସେଜ ଥିଲା? ବନ୍ଧୁ, ଏ ଜୀବନଟି ଗୋଟିଏ ଛୋଟିଆ ମୁହୂର୍ତ୍ତ ପାଇଁ ମନ ଭରି ଏନ୍ଜୟ କରନ୍ତୁ। ଜୟ ଶ୍ରୀକୃଷ୍ଣ, ଜୟ ଜୟ ଜଗନ୍ନାଥ।